ଆଜି ମୁଇଁ ବାଇକ୍ କାହାତି ଲାଗି ଭରୁଛେ ଯେ ତମେ ମାନେ ଜାଣିଛ କା? ଏ ଗାଇସ୍ ଜୁହାର। ଆଉ ଏଇଟା ମୁଇଁ ବାହାରି ପଡିଲି ମୋର ଫ୍ୟାମିଲି ଧରିକିନା ରଥଯାତ୍ରା ଦେଖବାର ଲାଗି। ତାପରେ ଆମେ ଫାଇନାଲି ପହଞ୍ଚି ଯାଇଛୁ ଲାଉଡାକେ ଯେନ୍ଟାକି ତମେମାନେ ଦେଖିପାରୁଥିବ। ଆଉ ପହେଲା ଆମେ ପଲେଇ ଯାଇଛୁ ମନ୍ଦିର ଭିତରକେ ଭଗବାନକେ ଦର୍ଶନ କରବାର ଲାଗି। ଆଉ ମନ୍ଦିର ଭିତରକେ ତ ଢୁକି ଯାଇଛୁ ଆମେ ହେଲେ ଇନ ଏତେ ଭିଡ଼ ଥିସନ୍ ଯେ ଆମକୁ ଦର୍ଶନ କରବାର ଲାଗି ଅଧା ଘଣ୍ଟା ଲାଗି ଯାଇସି। ତାପରେ ଦର୍ଶନ କରି ସାରିକିନା ଆମେ ଇଆଡ଼କେ ପଲେଇ ଆସିଛୁ ଟିକେ କାଣା ଖାଇବାର ଲାଗି। ଆଉ ଆମେ ଇନ ଅର୍ଡର କରଛୁ ଗୋଟେ ମଞ୍ଚୁରିଆନ ଆଉ ଗୋଟେ ଚାଉମିନ। ମମିର ଲାଗି ମଞ୍ଚୁରିଆନ ଆଉ ମୋର ପୁତୁରା ଲାଗି ଚାଉମିନ। ଇମାନେ ତ ଖାଇବାନେ ବିଜି ଥିସନ୍ ହେଲେ ଇଆଡେ ମୁଇଁ ମୋର ଝିଆକେ ଧରିକିନା ଭିଡିଓ ବନଉଥିସି। ଆଉ ତାପରେ ହଂସିକାର ଲାଗି କିଛି ଖେଳନା ଘିନବାର ଲାଗି ଦୁକାନକେ ତାପରେ ଖେଳନା ଘିନିକିନା ଆମେ ପଲେଇ ଆସିଛୁ ଯେନ ରଥ ଘିଚୁଥିସନ୍ ସିଆଡକେ। ଆଉ ଏଇଟା ଦେଖି ପାରୁଥିବ ଅଁଲା ଭଟା ଟୁକେଲ କୀର୍ତ୍ତନ ନାଚୁଛନ୍ ଆଗାଡକେ। ଆଉ ତାର ପଛେ ପଛେ ଯେନ୍ଟା ଏଇଟା ଲେଡିଜ କୀର୍ତ୍ତନ ଆସୁଛନ୍ ହେଟା ହେଲା ଆମର ଚାଣ୍ଡି ପଲା। ଏଇ କୀର୍ତ୍ତନ ପାର୍ଟିର ପଛେ ଆସୁଛନ୍ ଆମର ପ୍ରଭୁ ଜଗନ୍ନାଥଙ୍କର ରଥ। ଆଉ ଯାତ୍ରା ଦେଖା ମଜା ସେତେବେଲେ ଥିଲା ଯେତେବେଲେ ଆମେ ଛୁଆ ଥିଲୁ। ଭଲେ ହିଁ ଆମର ହାତେ ପଇସା କମ ଥିଲା ହେଲେ ରଥଯାତ୍ରା ଦେଖିକିରି ଆମେ ଖୁସି ହେଇଯାଇଥିଲୁ। 50 ଟଙ୍କା ଗୋଟେ ଧରିକିନା ଯାଉ ହେଲେ ଯେତେ ଖର୍ଚ୍ଚ କଲେ ବି 30-40 ଟଙ୍କାରୁ ଅଧିକା ଖର୍ଚ୍ଚ ହିଁ ନାଇଁ ହେଉଥାଏ। ଆଉ ଏବେ ହଜାର ହଜାର ଟଙ୍କା ଧରିକିନା ଗଲେ ବି ରିଟର୍ନ 10 ଟଙ୍କା ବି ନାଇଁ ଆସେ। ଆଉ ସେତେବେଲେ ରଥଯାତ୍ରା ଆଉ ଏଇଛାନ ରଥଯାତ୍ରା ବେଶୀ କିଛି ଫରକ ନାଇଁ ନ। ଫରକ ଏତିକି ଏ ଯେ ସେତେବେଲେ ଆମେ ଛୁଆ ଥିଲୁ ଇହାଦେ ଆମେ ବଡ ହେଇଗଲୁ। ସେତେବେଲେ ଆମେ ପ୍ରଭୁକେ ଦର୍ଶନ କରିକିନା ଆଉ ରଥ ଘିଚିକିନା ଖୁସି ହେଇଯାଉଥିଲୁ। ହେଲେ ଏବେ ଆଗ ମଦ ମାଂସ ଆଉ ପଛେ ଭଗବାନର ଦର୍ଶନ। ଆଉ କିଛି ଲୋକ ତ ମଦ ପିଲା ପରେ ଯାତ୍ରା ଭିତରକେ ଏଣ୍ଟ୍ରି କରସନ୍ ଆଉ ନିଜକେ ନିଜ ଭାବସନ୍ କି ବହୁତ ବଡ ଡନ୍। ଆଉ ଆଜିର ଭିଡିଓ ଏତିକି ଭଲ ଲାଗିଲେ ଫଲୋ ଟି କରବାରଟା ନାଇଁ ଭୁଲବ।